ଯେତେବେଳେ ପ୍ରଭୁ ଶ୍ରୀରାମ ମର୍ଯ୍ୟାଦା ପୁରୁଷୋତ୍ତମ ସୀତା ମାତାଙ୍କୁ ଆଣିବା ପାଇଁ ସମୁଦ୍ରରେ ସେତୁବନ୍ଧ ବାନ୍ଧିଲେ, ସେତୁବନ୍ଧ କାମ ସରିଲା। ପ୍ରତିଷ୍ଠା ନ କଲେ ସୈନ୍ୟମାନେ କେହି ଯାଇପାରିବେ ନାହିଁ, କାରଣ ସେତେବେଳେ ନିୟମ ଥିଲା। ସେ ତ ହେଲେ ବନବାସୀ, ତାଙ୍କ ପାଖରେ ପଇସାଟିଏ ବି ନାହିଁ। କ'ଣ କରିବେ ନା ଦଶାନନଙ୍କୁ ଗୋଟିଏ ଚିଠି ଲେଖିକି ଦେଲେ। ନା ହେ ଲଙ୍କାଧିପତି ଦଶାନନ, ବିଶ୍ରବା ପୁତ୍ର, ବେଦଜ୍ଞ ଶ୍ରେଷ୍ଠ ପଣ୍ଡିତ, ମୁଁ ଲେଖିବାର କାରଣ ଏହିକି ଯେ ନା ସେତୁବନ୍ଧ ପ୍ରତିଷ୍ଠା ହେବାକୁ ଯାଉଅଛି। ତେଣୁ ପଣ୍ଡିତ ରୂପେ ମୁଁ ଆପଣଙ୍କୁ ନିବେଦନ କରୁଛି, ସେତୁବନ୍ଧ ପାଇଁ ଯାହା ଯାହା ଆବଶ୍ୟକ ଆପଣ ସବୁ ନେଇକି ଆସିବେ। ଇତି ଶ୍ରୀରାମଚନ୍ଦ୍ର। ଦଶାନନ ଚିଠିଟିଏ ପଢ଼ିଲେ, ମନରେ ବହୁତ ଆନନ୍ଦିତ ମଧ୍ୟ ହେଲେ। ଯାହା ହଉ ପ୍ରଭୁ ଶ୍ରୀରାମଚନ୍ଦ୍ର ମୋତେ ଆଜି ପଣ୍ଡିତ ରୂପେ ବରୁଣ କରିଛନ୍ତି, ମୁଁ ଧନ୍ୟ ହେଇଗଲି। ଦଶାନନଙ୍କୁ ତ ସବୁ ଜଣା ଯେ ବିନା ସ୍ତ୍ରୀରେ କୌଣସି ଶୁଭ କାର୍ଯ୍ୟ ହେଇପାରେ ନା। ଚିନ୍ତା ପଡ଼ିଲା, ସୀତାଙ୍କୁ ମଧ୍ୟ ନେଇକି ଯିବାକୁ ପଡ଼ିବ। ହେଲେ ମାତା ସୀତା ହେଲେ ଏ ବରୁଣ କନ୍ୟା, ସ୍ୱୟଂ ଭଗବାନ ବିଷ୍ଣୁଙ୍କର ପତ୍ନୀ, ଏ ଜଗତର ମାତା। ୟାଙ୍କୁ କେମିତି ନେବି? ପୁଷ୍ପକ ବିମାନରେ ନେଲେ ମାତା ଅପବିତ୍ର ହେଇଯିବେ। ମୁଁ ତ ମାତାଙ୍କୁ ସ୍ପର୍ଶ କରିପାରିବି ନାହିଁ। କେଉଁ ସ୍ନାନରେ ମାତାଙ୍କୁ ନେବି? ରାବଣ ସବୁ ଜିନିଷକୁ ଧରିଲେ। ନା ମାତାଙ୍କୁ କେମିତି ନେଲେ? ଡାହାଣ ହାତର ପଦ୍ମ ଉପରେ ମାତାଙ୍କୁ ରଖିଲେ। କାରଣ ଗୋଟିଏ ବ୍ରାହ୍ମଣର ଡାହାଣ ହାତରେ 6ଟି ତୀର୍ଥ ସ୍ଥାନ ଥାଏ, ଏହା ଜାଣିବା ନିହାତି ଆବଶ୍ୟକ। ଗଙ୍ଗେତ୍ରୀ ଯମୁନା ଚୈବ ନର୍ମଦେ ସିନ୍ଧୁ କାବେରୀ ହସ୍ତ ମଧ୍ୟେ ସୁସାଗରାଃ। ପଦ୍ମ ମଝିରେ ସାଗରର ତୀର୍ଥ ଥାଏ। ମାଲ ସୀତା ହେଲେ ସାଗର କନ୍ୟା ଲକ୍ଷ୍ମୀ। ତେଣୁ ମାତାଙ୍କୁ ତାଙ୍କ ନିଜ ପିତାଙ୍କ ସ୍ଥାନରେ ରଖି ସେଇଦିନ ସେତୁବନ୍ଧକୁ ନେଇ ଯାଇଥିଲେ ଦଶାନନ। ସେତୁବନ୍ଧ ପ୍ରତିଷ୍ଠା ସରିଲା। ଭଗବାନ ରାମଚନ୍ଦ୍ର ସନ୍ତୁଷ୍ଟ ହେଇଗଲେ ଦଶାନନ ଉପରେ। କହିଲେ, ହେ ରାବଣ, ତୁମେ କିଛି ବର ମାଗିନିଅ। ନା ହେ ପ୍ରଭୁ, ବର ନେଇ ମୁଁ କ'ଣ କରିବି? ମୋର କୌଣସି ବର ଆଶୀର୍ବାଦ ଦରକାର ନାହିଁ, ମୋତେ ଆଶୀର୍ବାଦ କରନ୍ତୁ। ନା ନାହିଁ ନାହିଁ, ବ୍ରାହ୍ମଣକୁ ଖାଲି ହାତରେ ଫେରେଇବା ଧର୍ମ ନୁହଁ, କିନ୍ତୁ ତୁମକୁ ଦେବା ପାଇଁ ଦକ୍ଷିଣା ମୋ ପାଖରେ କାଣି କଉଡ଼ିଟିଏ ମଧ୍ୟ ନାହିଁ। ଦଶାନନ କହିଲେ, ହେ ପ୍ରଭୁ ରାମଚନ୍ଦ୍ର, ତେବେ ମୋତେ 2ଟି ବର ଦିଅନ୍ତୁ। ନା ମାଗନ୍ତୁ ଦଶାନନ। ନା ହେ ପ୍ରଭୁ ରାମଚନ୍ଦ୍ର, ମୋର ମୃତ୍ୟୁ ଆପଣଙ୍କ ହାତରେ ଅତି ଶୀଘ୍ର ହଉ, ମୁଁ ଯେମିତି ବୈକୁଣ୍ଠ ପ୍ରାପ୍ତ କରିବି। ଆଉ ଗୋଟିଏ ବର ମାଗନ୍ତୁ। ନା ହେ ପ୍ରଭୁ ଶ୍ରୀରାମଚନ୍ଦ୍ର, ମୋ ମନ୍ଦୋଦରୀ ରାଣୀ ପତିବ୍ରତା ଏବଂ ସତୀ ନାରୀ, ମୁଁ ମଲା ପରେ ସିଏ ବିଧବା ହୋଇଯିବ। ତେଣୁ ଏତିକି ବର ଦିଅନ୍ତୁ, ମୋ ରାଣୀ ମନ୍ଦୋଦରୀ ବିଧବା ନ ହେଉ କିମ୍ବା ଅସତୀ ନ ହେଉ। ନା ହେ ଦଶାନନ, ତୁମେ ଜମା ବି ଚିନ୍ତା କର ନାହିଁ। ତୁମ ମନ୍ଦୋଦରୀ ସଦବା ରହିବ ଏବଂ ପଞ୍ଚସତୀଙ୍କ ମଧ୍ୟରେ ତାଙ୍କ ନାମ ରହିବ। ଏ 4 ଯୁଗରେ ଜୟ ଜୟକାର ହେବ। ଜୟ ଶ୍ରୀରାମ।